ଭାବୁନି ଇମରାନ ଖାନକୁ ସେ ମାରିଦେଲେ, ସେମିତି ମୁଁ ଭାବୁନି। ଇମରାନ ଖାଁ ଜେଲରେ ଅଛନ୍ତି, କିନ୍ତୁ ଇମରାନ ଖାଁ ହେଉଛନ୍ତି ବର୍ତ୍ତମାନ ପାକିସ୍ତାନର ସବୁଠାରୁ ଲୋକପ୍ରିୟ ନେତା। ତାଙ୍କ ପଛରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି, ତେଣୁ ତାଙ୍କୁ ସେ ମାରିପାରିବେନି, କିନ୍ତୁ ସେମାନେ ତାଙ୍କୁ ଛାଡ଼ିବେ ନାହିଁ। ବିଶେଷ କରି ଇମରାନ ଖାଁ ଯେତେବେଳେ ଜିତିକି ଆସିଲେ, ସେତେବେଳେ ସିଏ ଏଇ ସୈନ୍ୟବାହିନୀର ସହାୟତାରେ ଆସିଲେ। ଅଥଚ ଥରେ କ୍ଷମତାକୁ ଆସିସାରିଲା ପରେ ସୈନ୍ୟବାହିନୀ ସାଙ୍ଗରେ ତାଙ୍କର ବିବାଦ ହେଲା, ଏବଂ ଏଇ ଅସୀମ ମୁନିର ଯିଏକି ଆଗରୁ ISIର ମୁଖ୍ୟ ଥିଲେ, ସିଏ ବର୍ତ୍ତମାନ ମଧ୍ୟ ସେ କଥା ତାଙ୍କ ସାଙ୍ଗରେ ମଧ୍ୟ ତାଙ୍କର ପଡ଼ୁନାହିଁ। ସେଥିପାଇଁ ବର୍ତ୍ତମାନ ଯେଉଁ ଶାହବାଜ ଶରୀଫ ଯିଏ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଅଛନ୍ତି, ସିଏ ହେଉଛନ୍ତି ନୱାଜ ଶରୀଫଙ୍କର ଭାଇ। ନୱାଜ ଶରୀଫ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କୁ ସେନାବାହିନୀ ମଧ୍ୟ ବାହାର କରିଥିଲା। ସେତେବେଳେ ଯେଉଁମାନେ ସବୁ ଜିଆଉଲ ହକ୍ ଇତ୍ୟାଦି ଥିଲେ, ସେମାନେ ତାଙ୍କୁ ବାହାର କରିଥିଲେ। ବର୍ତ୍ତମାନ ତାଙ୍କୁ ଆଉ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁନାହାନ୍ତି। ଅସୀମ ମୁନିର ବା ଅନ୍ୟମାନେ ମଧ୍ୟ ଚାହୁଁନାହାନ୍ତି, ସେନାବାହିନୀ ଆଉ ଚାହୁଁନାହିଁ। ସେମାନେ ଚାହୁଁଛନ୍ତି ଶାହବାଜ ଶରୀଫ ରୁହନ୍ତୁ, କାରଣ ସିଏ ଜଣେ ଅପେକ୍ଷାକୃତ ଦୁର୍ବଳ ଲୋକ। ସିଏ ଆଗରୁ ଯେମିତି ଜୁଲଫିକର ଅଲି ଭୁଟ୍ଟୋ ଆଦି ବଡ଼ ବଡ଼ ଅତି ଦୃଢ଼ ନେତା ଥିଲେ, ସିଏ ସେମିତି ନେତା ନୁହନ୍ତି। ତେଣୁ ବର୍ତ୍ତମାନ ସେନାବାହିନୀ ଚାହୁଁଛି ଶାହବାଜ ଶରୀଫ ରୁହନ୍ତୁ, କିନ୍ତୁ ଅସୀମ ମୁନିରଙ୍କୁ ଯେଉଁ ଫିଲ୍ଡ ମାର୍ଶାଲ ଆଜୀବନ ଦିଆଗଲା, ତାଙ୍କୁ ଯେଉଁ ଦିଆଗଲା ଯେ ସାରା ଜୀବନ କାଳ ସେ ଫିଲ୍ଡ ମାର୍ଶାଲ ହେଇ ରହିବେ, ତାହା ହେଉଛି ବଡ଼ ଅଦ୍ଭୁତ କଥା। ତାଙ୍କୁ କ୍ଷମତା ଏଇଥିପାଇଁ ତାଙ୍କୁ ଦିଆହେଇଛି, ଏଇ କ୍ଷମତା ତାଙ୍କୁ ଏଇଥିପାଇଁ ଦିଆହେଇଛି ଯେ ସାରା ଜୀବନ ସେ ଏଇଭଳି ରହିବେ, ଏବଂ ସବୁବେଳେ ଯିଏ ଶାସକ ରହିବ ସିଏ ତାଙ୍କ ଅଧୀନରେ ରହିବ। ପ୍ରକୃତରେ ଗୋଟେ ସମୟ ଥିଲା ଯେତେବେଳେ ସବୁ ସେନାବାହିନୀ ମାନେ କ୍ଷମତା ଦଖଲ କରୁଥିଲେ, ଆୟୁବ ଖାଁ ପ୍ରଥମେ ଆୟୁବ ଖାଁ, ଜେନେରାଲ ଆୟୁବ ଖାଁ ଥିଲେ। ତା ପରବର୍ତ୍ତୀ କାଳରେ ତାପରେ ଜିଆଉଲ ହକ୍ ଆସିଲେ ଇତ୍ୟାଦି, ଆଉ ୟାହୟା ଖାଁ ପରବର୍ତ୍ତୀ କାଳରେ ଆସିଲେ। ସେମାନେ ସମସ୍ତେ କ୍ଷମତାକୁ ଦଖଲ କରିଥିଲେ। ତାପରେ ପରଭେଜ ମୁଶରଫ, ସିଏ ମଧ୍ୟ ସେଇଭଳି ଭାବରେ କ୍ଷମତାକୁ ମାଡ଼ି ରଖିଥିଲେ। ଏଇ ପରଭେଜ ମୁଶରଫ ମୁଖ୍ୟତଃ ନୱାଜ ଶରୀଫଙ୍କୁ ବାହାର କରିଦେଇଥିଲେ, ତାଙ୍କୁ ଦେଶାନ୍ତର ଦଣ୍ଡ ଦେଇଥିଲେ। ସିଏ ଯାଇ ସାଉଦି ଆରବିଆ ରହିଥିଲେ। କେବଳ ପରେ ଯେତେବେଳେ ଯେତେବେଳେ କ୍ଷମତାକୁ ଏମାନେ ଆସିଲେ, ପରବର୍ତ୍ତୀ କାଳରେ ତାଙ୍କୁ ପୁଣି ଫେରେଇ ଅଣାହେଲା। ଫେରେଇ ଅଣାହେଇଛି ସତ୍ୟ ଯେ, କିନ୍ତୁ ବର୍ତ୍ତମାନ ପାକିସ୍ତାନର ସମ୍ପୂର୍ଣ୍ଣ କ୍ଷମତା ରହୁଛି ୟାରି ଉପରେ। ସେମାନେ ନୱାଜ ଶରୀଫଙ୍କୁ ମଧ୍ୟ ଚାହାନ୍ତି ନାହିଁ, ସେମାନେ ଶାହବାଜ ଶରୀଫଙ୍କୁ ବର୍ତ୍ତମାନ ଚାହୁଁଛନ୍ତି। କିନ୍ତୁ ଏଟା ପରିଷ୍କାର କଥା ଜାଣିବା ଦରକାର ଯେ ପାକିସ୍ତାନ ବର୍ତ୍ତମାନ ଗୋଟେ ସାମରିକ ରାଷ୍ଟ୍ରରେ ପରିଣତ ହେଇଛି। କିନ୍ତୁ ଆଉ ଗୋଟେ କଥା ମୁଁ କହି ରଖେ, ପାକିସ୍ତାନ ଆଉ ରହିବ ନାହିଁ। ମୋର ତା ଧାରଣା ପାକିସ୍ତାନ ଆଉ ବେଶୀ ଦିନ ରହିବନି। ୟାର କାରଣ ହେଉଛି, କୁହାହେଉଥିଲା ଧର୍ମ ନାମରେ ଗୋଟେ ଦେଶ ରହିଯିବ। ଯଦି ଗୋଟିଏ ଦେଶରେ ଧର୍ମକୁ ନେଇକି ସେଠିକାର ଲୋକମାନେ ରହନ୍ତି, ତାହେଲେ ସେମାନେ ଏକଜୁଟ ହେଇକି ରହିପାରିବେ। କିନ୍ତୁ ଏମାନେ ସେଥିପାଇଁ ଏକଜୁଟ ନୁହନ୍ତି, ଏମାନେ ଅଲଗା ଅଲଗା ହେଇକି ରହୁଛନ୍ତି। ବିଭିନ୍ନ ପ୍ରକାର ପରିସ୍ଥିତିରେ ସେମାନେ ରହିଛନ୍ତି। ତେଣୁ ବର୍ତ୍ତମାନ ଏଇଆ ହେଇଛି କଥା ଯେ ସେମାନେ ଆଉ ସାଙ୍ଗରେ ବେଲୁଚିସ୍ତାନକୁ ଦେଖନ୍ତୁ, ବେଲୁଚିସ୍ତାନ ମଧ୍ୟ ସେ ମୁସଲମାନ, କିନ୍ତୁ ସେମାନେ ଆଉ ତାଙ୍କ ସାଙ୍ଗେ ରହୁଛି କି? ବର୍ତ୍ତମାନ ଯେଉଁ ଆଫଗାନିସ୍ତାନ ସାଙ୍ଗରେ ପାକିସ୍ତାନର ଏତେ ଭଲ ସମ୍ପର୍କ ଥିଲା, ଏବଂ ଯେତେବେଳେ 10 ବର୍ଷ ଧରି ଯେତେବେଳେ ଆମେରିକାର ସୈନ୍ୟ ଆସିକି ତା ଭିତରେ ରହୁଥିଲେ, ସେତେବେଳେ ସେ ଶେଷରେ ହାରିଗଲେ। ହାରିଯିବାର ମୁଖ୍ୟ କାରଣ ହେଉଛି ଯେ ସେମାନେ ପାକିସ୍ତାନ ବର୍ତ୍ତମାନ ତାଲିବାନକୁ ସମର୍ଥନ କରୁଥିଲା। କିନ୍ତୁ ବର୍ତ୍ତମାନ ଦେଖାଯାଉ ପାକିସ୍ତାନ ଆଉ ତାଲିବାନକୁ ସମର୍ଥନ କରୁନାହିଁ।
एवं सेतिपाई पाकिस्तान जेहेतु तालिबान को समर्थन करूनाही सेतिपाई तालिबान मध्य पाकिस्तान को समर्थन आगुर जो करुला करूनाही वर्तमान देखा जाउछि तालिबान पाक एवं पाकिस्तान भितर वर्तमान युद्ध चलछि वर्तमान तालिबान भितर पाकिस्तान भितर को से माने पाकिस्तान लो विमान बाहिनी जाई तांको ऊपर बोमा पकई तांको मारुछि एवं सेटिकार लोक माने ए पटको आसिकी से माने मध्य खाइबर पाख्तूनख्वा प्रदेश रे से माने विभिन्न प्रकार आतंकराज चलछि तेणु अफगानिस्तान होचे मुसलमान पाकिस्तान होचे मध्य मुसलमान कहा जाउथला जे सबु मुसलमान माने एका संग रही परिवे आउ सेटा होने एटा संभव होने सेतिपाई मोर विश्वास केवल पाकिस्तान रहउची सेतिक नुहे पाकिस्तान मध्य या भितरे आउ गुटे देश ही रही परिबो नाही पाकिस्तान के बेले गोटे देश ही रही परिबो एटा निश्चित भाव रे कहबार कथा से माने मुसलमान मुसलमान गोटे देश हेबे ये कथाटा समस्ते बोली जीवा उचित मुसलमान माने सबू एकजुट है कि गोटे रहिबे सही परिबे सेटा मोहम्मद अली जिन्ना जेतले भारत स्वाधीनता हला सेते बेले से कथा कहउथले किंतु परवर्ती काल रे जे गोटे धर्मर लोक गोटे जगह रही परिबे या मिथ्या बोली प्रमाणित होइछि एवं पाकिस्तान सेटा प्रमाणित होइछि एवं वर्तमान पाकिस्तान जेतु गणतंत्र बोली किछि नाही सेतिबई से माने इमरान खान को मध्य पुनर्बार क्षमता को मारिबेनी किंतु क्षमता को आनिबे बोली मु विश्वास करू नाही सेतिबई ताकू जेल भीतर भर्ती कर रखिसंती पाकिस्तान गोटे सेतिबई मु भाबुची पाकिस्तान रहिबो नाही खंड खंड होइकि विभाजित होइछि।